ପ୍ରଥମ କ୍ୱେଶ୍ଚିନ୍ ରହିଛି ଗୋପାଳଚନ୍ଦ୍ର ପ୍ରସାଦଙ୍କ ପ୍ରକୃତ ବନ୍ଧୁ ପ୍ରବନ୍ଧଟି ତାଙ୍କର କେଉଁ ପ୍ରବନ୍ଧରୁ ଆସିଛି? ଦୁନିଆ ରୀତି। ପ୍ରାବନ୍ଧିକଙ୍କ ମତରେ ଏ ସଂସାର ଅଧିକାଂଶ ବନ୍ଧୁତା କିପରି କାମରେ ପ୍ରିୟାର ପ୍ରକୃତ ମିତ୍ର ମିତ୍ରଙ୍କର କେଉଁ ଗୁଣଟି ପ୍ରକଟିତ କରାନ୍ତି? ଅପ୍ରକଟିତ। ସଦାଶିବ ମିଶ୍ର ଭାରତ ସରକାରଠାରୁ କେଉଁ ଉପାଧି ବିଭୂଷିତ ହୋଇଥିଲେ? ପଦ୍ମଶ୍ରୀ। ନରମାନଷ୍ଟର ଲକ୍ଷଣ କ'ଣ? ସାମାଜିକ ଶୃଙ୍ଖଳାର ଅଭାବ। କାହାର ମନମତାଣିଆ ଗନ୍ଧ ହୃଦୟରେ ସ୍ପନ୍ଦନ ସୃଷ୍ଟି କରୁଥିଲା? ପକ୍ୱ ଧାନର। ବୀରବଳ କେଉଁଠାରେ ସମର ସଙ୍ଗୀତ ଗାଉଥିଲା? ଗୃହାଙ୍ଗନରେ। କେଉଁ ଜୀବନର ଆକର୍ଷି ଶକ୍ତି ପ୍ରତିକ୍ଷଣ ମଣିଷକୁ ତଳକୁ ଅଟାଉଛି? ପାର୍ଥିବ ଜୀବନ। ଭାଷାର ଏକତା ଯେ ମାନବ ପ୍ରାଣ ମିଳନର ଏକମାତ୍ର ପନ୍ଥା, ଏମାନେ କେଉଁମାନେ ବୁଝିଥିଲେ? ଆର୍ଯ୍ୟ ଋଷି। ଅର୍ଦ୍ଧ ଶତାବ୍ଦୀରେ ଓଡ଼ିଶା ଓ ତହିଁରେ ମୋର ସ୍ଥାନ, ଏହା କାହାର ଆତ୍ମଜୀବନୀ? ଗୋଦାବରୀଶ ମିଶ୍ର। ବନ୍ଦେ ଉତ୍କଳ ଜନନୀ କବିତାଟି କେବେ ରାଜ୍ୟ ସଙ୍ଗୀତର ମାନ୍ୟତା ପାଇଲା? 7 ଜୁନ୍ 2020। ବି ଅପସନ୍, କିନ୍ତୁ ଏଥିରେ ଅପସନ୍ ଭୁଲ ଗୁଡ଼ିକ ଅଛି ଯେହେତୁ ଗ୍ରେସ୍। ଉତ୍କଳ ଜନନୀକୁ ଚାରୁ ଭାଷ୍ୟମୟୀ କହିବାର କାରଣ କ'ଣ? ଏହାର ଭାଷା ସୁନ୍ଦର। ଭକ୍ତଚରଣ ଦାସ କେଉଁ ଯୁଗର କବି ଥିଲେ? ରୀତି ଯୁଗ। କାହାର ସୌରଭରେ ପ୍ରାଣର ଶୀତଳତା ଲାଭ କରେ? ପଦ୍ମସ୍ଥ ମଧୁର। କେଉଁ ପରୀକ୍ଷାରେ ଜୟୀ ହେବା ପାଇଁ କବି ମଣିଷ ଭାଇକୁ ଆହ୍ୱାନ ଦେଇଛନ୍ତି? ପଶୁତ୍ୱ ଦେବତ୍ୱ। କବି କଲମକୁ ଚିର ମୋହିନୀ କହିବାର କାରଣ? ସର୍ବଦା ଚୁପ୍ ରହୁଥିବାରୁ। ଓଡ଼ିଆ କାବ୍ୟ ସାହିତ୍ୟର ମାୟାଧର ମାନସିଂହ କେଉଁ କବି ଭାବେ ପରିଚିତ? ପ୍ରେମ ପ୍ରଣୟର କବି। ଗୋପବନ୍ଧୁଙ୍କର ମୃତ୍ୟୁରେ ଓଡ଼ିଆ ଜାତିର କି କ୍ଷତି ହେଲା? ଗର୍ବ ଭାଙ୍ଗିଗଲା, ଜାତିର ଗର୍ବ। ପାଇକ ବଧୂର ଉଦ୍ବୋଧନ କବିତାରେ କେଉଁ ଭାବନା ପ୍ରକଟିତ ହେଉଛି? ଦେଶାତ୍ମବୋଧ। ମଳିନ ଭଟ୍ଟଙ୍କୁ କବି କାହା ସହିତ ତୁଳନା କରିଛନ୍ତି? ଜୀବନଧାତ୍ରୀ। ଜାଣିବାର ଇଚ୍ଛା ଏକ ପଦରେ ପ୍ରକାଶ କର। ବି ହେଲା ଜିଜ୍ଞାସା। ଅବତରଣ ଏଥିରେ ଥିବା ଧାତୁଟି ହେଲା ତୃ। ନିମ୍ନଲିଖିତ କେଉଁ ଉପସର୍ଗଟି ସାଧାରଣତଃ ମନ୍ଦ ଅର୍ଥକୁ ପ୍ରକାଶ କରିଥାଏ? ଅପ। ସମ୍ବନ୍ଧ ଅର୍ଥରେ ଅପ୍ରତ୍ୟୟ ହୋଇଥିବା ଶବ୍ଦଟି ହେଲା ନୈଶ। ଜାତ ଅର୍ଥରେ ଇକ ପ୍ରତ୍ୟୟାନ୍ତ ଶବ୍ଦଟି ହେଉଛି ସାମୁଦ୍ରିକ। ନାଉରୀ ମାଣିତ୍ରୀକୁ ଯାଉଥିଲା କାହିଁକି? ଦଳବେହେରା ପାଖକୁ। ଏକାଙ୍କିକାରେ ବର୍ଣ୍ଣିତ ବିମଳ ବାବୁ କେଉଁ ଚାକିରି କରିଥିଲେ? ଆସିଷ୍ଟାଣ୍ଟ ସେକ୍ରେଟାରୀ। ହରେନ୍ଦ୍ର ବାବୁ କେଉଁ ରୋଗ ଧରିଛି ବୋଲି ସୁମିତ୍ରା ଦେବୀ କହିଲେ? ବୁଲା ରୋଗ। ଉପେନ୍ଦ୍ର ଭଞ୍ଜଙ୍କ ରଚିତ ଲାବଣ୍ୟବତୀ କେଉଁ ପ୍ରକାର କାବ୍ୟ? କାଳ୍ପନିକ। ପ୍ରସିଦ୍ଧ ହରିବଂଶ ପୁରାଣ ରଚୟିତା ଅଚ୍ୟୁତାନନ୍ଦ ଦାସ। ଓଡ଼ିଶାରେ ପ୍ରଚଳିତ ଦେଶ ଶବ୍ଦର କେତୋଟି ସ୍ତର ରହିଛି? ତ୍ରିବିଧ। ଇଚ୍ଛା ଅର୍ଥରେ ଧାତୁ ପ୍ରତ୍ୟୟ କେଉଁ ପ୍ରତ୍ୟୟ ଯୁକ୍ତ ହୋଇଥାଏ? ସନ୍। ଧାତୁ ପରେ ସନ୍ ପ୍ରତ୍ୟୟ ହୋଇଥାଏ। ଭିନ୍ନ ଧର୍ମୀ ଶବ୍ଦଟିକୁ ଚିହ୍ନ? ସୀମାଞ୍ଚଳ। ଦୁଶ୍ଚିନ୍ତାର ସନ୍ଧି ହେଉଛି ଦୁଃ ଯୁକ୍ତ ଚିନ୍ତା। ବି। ଯେଉଁ କର୍ତ୍ତା ନିଜେ କ୍ରିୟା ସମ୍ପାଦନ ନ କରି ଅନ୍ୟ ଦ୍ୱାରା କରାଏ ତାକୁ ପ୍ରଯୋଜକ କର୍ତ୍ତା କୁହାଯାଏ। ମଶାକୁ ଧୂଆଁ ଦିଅ ରେଖାଙ୍କିତ ପଦର କାରକ ସହିତ ବିଭକ୍ତି। କାରଣ ସହିତ ବିଭକ୍ତି। ନିବାରଣ ଅର୍ଥରେ ଚତୁର୍ଥୀ। ସିଂହ ପଶୁମାନଙ୍କ ରାଜା ଅଟେ ରେଖାଙ୍କିତ ପଦର କାରଣ ସହିତ ବିଭକ୍ତି। ନିର୍ଦ୍ଧାରଣ ଅର୍ଥେ ଷଷ୍ଠୀ। ପୁତ୍ର ଶୋକ ଏହା କେଉଁ ସମାସ? ଚତୁର୍ଥୀ ତତ୍ପୁରୁଷ। ବାପା ନିଜର ଶକ୍ତିକୁ ଅତିକ୍ରମ ନ କରି ଭିକାରୀକୁ ଦାନ ଦେଲେ ରେଖାଙ୍କିତ ପଦଗୁଡ଼ିକ ବଦଳରେ ଉପଯୁକ୍ତ ସମାସ ଜନିତ ପଦଟିଏ ଯଥାଶକ୍ତି। ଜିଦଖୋର। ଜିଦଖୋର ଏଠାରେ ଖୋର ପ୍ରତ୍ୟୟଟି କେଉଁ ଅର୍ଥରେ? ଅଭ୍ୟାସ ଅର୍ଥରେ। ଉପନ୍ୟାସ ଜୀବନଶୈଳୀରେ ରଚିତ ଭୁବନେଶ୍ୱର ବେହେରାଙ୍କ ଆତ୍ମଜୀବନୀ ନାମ? ଗାଁର ଡାକ। କ'ଣ ଆମର ଧ୍ୟେୟ ହେବା ଉଚିତ? ଜ୍ଞାନ ଆହରଣ। ସାରଳା ଦାସଙ୍କ ପିଲାଦିନର ନାମ? ସିଦ୍ଧେଶ୍ୱର ପରିଡ଼ା। ଡି। ଦୀନକୃଷ୍ଣ ଦାସଙ୍କ କ ଆଦ୍ୟ ନିୟମରେ ରଚିତ କାବ୍ୟର ନାମ? ରସକଲ୍ଲୋଳ। ବୁଢ଼ା ଶଙ୍ଖାରୀ ଗଳ୍ପରେ ବର୍ଣ୍ଣିତ ବୋହୂଟି କି ପ୍ରକାର ଶାଢ଼ୀ ପିନ୍ଧିଥିଲା? ମୟୂରକଣ୍ଠିକସ୍ଥା। ଦାସୀ ଦେଇଥିବା ଲୋଟାଏ ପାଣି ପିଇ ସାରି ବୁଢ଼ା ଶଙ୍ଖାରୀ ତାଙ୍କୁ କ'ଣ ଆଶୀର୍ବାଦ ଦେଇଥିଲେ? ଝିଅ ତୋର ବଡ଼ ଧର୍ମ ହେଲା। ବ୍ରିଟିଶ ଗୋଲାମ ପାଇଁ ଏଠି ସ୍ଥାନ ନାହିଁ। ଏ ଉକ୍ତିଟି ବିଜୟର। ମନ୍ଦିରର କେଉଁ ପାର୍ଶ୍ୱରେ କୃଷ୍ଣଚୂଡ଼ା ଗଛ ଥିଲା? ଦକ୍ଷିଣ ପାର୍ଶ୍ୱ। ମନ୍ଦିରର ପୂର୍ଣ୍ଣ ନିର୍ମାଣ ସମୟରେ କେଉଁମାନେ ଚାନ୍ଦା ଆତ୍ମସାତ କରିଥିବା କଥା ଗଳ୍ପରେ ବର୍ଣ୍ଣିତ? ସ୍ଥାନୀୟ ନେତା। ଆପଣ ସୁନାତ ଭେଣ୍ଡି ବଣିଆ ସଙ୍ଗେ ଚୁଟି ଧରାଧରି କଲେ ଲାଭ କ'ଣ? ଏ କଥାଟି ଦଳବେହେରା କହିଥିଲେ। ଏଭଳି ପ୍ରତ୍ୟେକ କୋଶ୍ଚିନ୍ ଯେତେ ସବୁ ରହିଛି ଆମେ ତାର ଆନ୍ସର ଡିସ୍କସନ୍ କରିବା।